ନମସ୍କାର ବନ୍ଧୁଗଣ। ଦୀର୍ଘ, ନିରାମୟ ଏବଂ ଆନନ୍ଦଦାୟକ ଜୀବନ ଅତିବାହିତ କରିବା ପାଇଁ ଆମେ ସମସ୍ତେ ଚାହାନ୍ତି। କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ନିଜ ସ୍ୱାସ୍ଥ୍ୟକୁ ପଛରେ ପକାଇ ଦେଇଛି। କୁହାଯାଏ, ସୁସ୍ଥ ଶରୀରରେ ହିଁ ସୁସ୍ଥ ମନର ବାସ ଏବଂ ସ୍ୱାସ୍ଥ୍ୟ ହିଁ ସର୍ବୋପରି ସମ୍ପଦ। ଆମର ଦୈନନ୍ଦିନ ଛୋଟ ଛୋଟ ଅଭ୍ୟାସ ହିଁ ଭବିଷ୍ୟତରେ ଏକ ଶକ୍ତିଶାଳୀ ଏବଂ ନିରୋଗ ଜୀବନର ଭିତ୍ତିଭୂମି ସ୍ଥାପନ କରିଥାଏ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା 10ଟି ଏମିତି ସୁବର୍ଣ୍ଣ ନିୟମ ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମ କଥା ହେଲା, ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ। ପ୍ରାକୃତିକ ଖାଦ୍ୟ, ସବୁଜ ପନିପରିବା, ସତେଜ ଫଳ ଏବଂ ଅଙ୍କୁରିତ ଶସ୍ୟକୁ ପ୍ରତିଦିନ ନିଜ ଆହାରରେ ଅନ୍ତର୍ଭୁକ୍ତ କରନ୍ତୁ। ପ୍ରାତଃ ଭୋଜନ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ସଠିକ୍ ସମୟରେ କରନ୍ତୁ ଏବଂ ଅତ୍ୟଧିକ ତେଲ, ମସଲା, ଲୁଣ ଓ ଚିନିଯୁକ୍ତ ଅପକାରୀ ଖାଦ୍ୟ ସେବନ କମାଇ ଦିଅନ୍ତୁ। ମନେ ରଖନ୍ତୁ, ଏକ ସନ୍ତୁଳିତ ଥାଳିରେ 50% ଶାଗ ଓ ପନିପରିବା ରହିବା ନିହାତି ଆବଶ୍ୟକ। ଦ୍ୱିତୀୟ କଥା ହେଲା ଯେ ହୋଲ୍ ଗ୍ରେନ୍ ରହିବା ସେଥିରେ ମଧ୍ୟ ନିହାତି ଦରକାର। 20% ପ୍ରୋଟିନ୍ ଏବଂ 5% ହେଲ୍ଦି ଫ୍ୟାଟ୍ସ ରହିବା ଆବଶ୍ୟକ। ଏହିଭଳି ଭାବରେ ଯଦି ଆମେ ଖାଦ୍ୟ ଗ୍ରହଣ କରିବା, ନିହାତି ଭାବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ରହିବ। ଦ୍ୱିତୀୟ କଥା ହେଲା ଯେ ପର୍ଯ୍ୟାପ୍ତ ଜଳପାନ କରନ୍ତୁ। ଜଳ ହିଁ ଜୀବନ ଏବଂ ଏହା ଶରୀର ପାଇଁ ସଞ୍ଜୀବନୀ ସଦୃଶ। ଶରୀରକୁ ସତେଜ ଓ ସକ୍ରିୟ ରଖିବା ପାଇଁ ପ୍ରତିଦିନ ଅତି କମ୍ରେ 3ରୁ 4 ଲିଟର ସଫା ଜଳ ପାନ କରନ୍ତୁ। ଏହା ଆପଣଙ୍କର ହଜମ ପ୍ରକ୍ରିୟାକୁ ସୁଗମ କରିବା ସହିତ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏବଂ ଶରୀରରୁ ଟକ୍ସିନ୍ ବା ବର୍ଜ୍ୟବସ୍ତୁ ନିଷ୍କାସନରେ ସହାୟକ ହୋଇଥାଏ। ତୃତୀୟ ନିୟମଟି ହେଉଛି ଶାରୀରିକ ପରିଶ୍ରମ। ଦୈନିକ ଅତି କମ୍ରେ 30 ମିନିଟ୍ ସକାଳ ସମୟରେ ଯୋଗ, ପ୍ରାଣାୟାମ କିମ୍ବା ଦ୍ରୁତ ପଦଯାତ୍ରା ଅଭ୍ୟାସ କରନ୍ତୁ। ଏହା ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବା ସହ ହୃଦୟକୁ ସୁସ୍ଥ ରଖେ ଏବଂ ଆପଣଙ୍କ ମେଦବହୁଳତା ଓ ମଧୁମେହ ଭଳି ରୋଗରୁ ରକ୍ଷା କରିଥାଏ। ଚତୁର୍ଥ ନିୟମଟି ହେଲା ବସିବା, ଠିଆ ହେବା ଓ ଚାଲିବା ସମୟରେ ପିଠି ସିଧା ରଖନ୍ତୁ। ସଠିକ୍ ଅଙ୍ଗ ବିନ୍ୟାସ ରକ୍ଷା କରନ୍ତୁ। ଏହା ହିଁ ଆପଣଙ୍କୁ ସୁସ୍ଥ ରଖିବ ଏବଂ ବିଭିନ୍ନ ମେରୁଦଣ୍ଡ ଜନିତ ଯନ୍ତ୍ରଣାରୁ ଦୂର କରିବ। କମ୍ପ୍ୟୁଟର ବ୍ୟବହାର ସମୟରେ ସ୍କ୍ରିନ୍ର ସ୍ତର ଏବଂ ଚେୟାରର ଉଚ୍ଚତା ମଧ୍ୟରେ ଉପଯୁକ୍ତ ସାମଞ୍ଜସ୍ୟ ରକ୍ଷା କରନ୍ତୁ। ଦୀର୍ଘ ସମୟ ଏକାଦିକ୍ରମେ ବସି ନ ରହି ପ୍ରତି 1 ଘଣ୍ଟାରେ 2ରୁ 5 ମିନିଟ୍ ଟିକେ ଚାଲନ୍ତୁ। ଶାରୀରିକ ବିଶ୍ରାମ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଦିକ୍ରମେ ନ ବସି ରହିଲେ ଏହା ଆପଣଙ୍କର ମେରୁଦଣ୍ଡ ପାଇଁ ବହୁତ ଲାଭଦାୟକ ରହିବ। ପଞ୍ଚମ ନିୟମଟି ହେଲା ପର୍ଯ୍ୟାପ୍ତ ନିଦ୍ରା ଏବଂ ବିଶ୍ରାମ। ମସ୍ତିଷ୍କ ଓ ସ୍ନାୟୁତନ୍ତ୍ରକୁ ପୁନର୍ବାର ସଚେତ କରିବା ପାଇଁ ପ୍ରତିଦିନ ରାତିରେ ଅତି କମ୍ରେ 7ରୁ 8 ଘଣ୍ଟା ଶାନ୍ତିପୂର୍ଣ୍ଣ ନିଦ୍ରା ଅପରିହାର୍ଯ୍ୟ ଅଟେ। ଶୀଘ୍ର ଶୋଇ ଶୀଘ୍ର ଉଠିବା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। ଶୋଇବାର 1 ଘଣ୍ଟା ପୂର୍ବରୁ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ସ୍ୱାସ୍ଥ୍ୟପ୍ରଦ ରହିବ। ସେହିପରି ଭାବରେ ଷଷ୍ଠ ନିୟମଟି ହେଲା ଶାରୀରିକ ସୁସ୍ଥତା ପରି ମାନସିକ ଶାନ୍ତି ମଧ୍ୟ ଏକାନ୍ତ ଆବଶ୍ୟକ। ମାନସିକ ଚାପ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ। ମନକୁ ପ୍ରସନ୍ନ ରଖିବା ପାଇଁ ଦୈନିକ କିଛି ସମୟ ଧ୍ୟାନ କରନ୍ତୁ ଏବଂ ପ୍ରାଣାୟାମ କରନ୍ତୁ, ଯାହା ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ। ଏହା ସହିତ ନିଜର ପ୍ରିୟ ସୃଜନଶୀଳ କାର୍ଯ୍ୟ କିମ୍ବା ଆପଣଙ୍କ ପସନ୍ଦର ଯେଉଁ ହବିଟି ଅଛି ସେଥିରେ ସମୟ ଅତିବାହିତ କରି ନିଜ ମନକୁ ଆନନ୍ଦିତ ଓ ପ୍ରଫୁଲ୍ଲ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ସପ୍ତମ ନିୟମଟି ହେଲା ସକାରାତ୍ମକ ସାମାଜିକ ମେଳାପ। ଏହା ନିତାନ୍ତ ଆବଶ୍ୟକ। ପରିବାର ଏବଂ ସାଙ୍ଗସାଥୀମାନଙ୍କ ସହିତ ସମୟ ଅତିବାହିତ କରିବା ଦ୍ୱାରା ମାନସିକ ଚାପ, ଅବସାଦ ଓ ଏକାକୀପଣ ଦୂର ହୋଇଥାଏ। ସକାରାତ୍ମକ ମନୋଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଗହଣରେ ରହିଲେ ମନର ଉତ୍ସାହ ଏବଂ ସୁରକ୍ଷାର ଭାବ ଜାଗ୍ରତ ହୁଏ, ଯାହା ଶାରୀରିକ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ସକ୍ରିୟ କରିଥାଏ, ସୁଦୃଢ଼ କରିଥାଏ। ଅଷ୍ଟମ ନିୟମଟି ହେଲା ବ୍ୟକ୍ତିଗତ ପରିଷ୍କାର ଓ ପରିଚ୍ଛନ୍ନତା। କେବଳ ଭଲ ଖାଇବା ଶରୀର ପାଇଁ ଯଥେଷ୍ଟ ନୁହେଁ, ବ୍ୟକ୍ତିଗତ ସ୍ୱଚ୍ଛତା ମଧ୍ୟ ଜରୁରୀ। ଖାଦ୍ୟ ଗ୍ରହଣ ପୂର୍ବରୁ ଏବଂ ପରେ ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଭଲ ଭାବରେ ସଫା କରନ୍ତୁ। ଦିନକୁ 2 ଥର ପ୍ରାତଃକାଳରେ ଏବଂ ରାତ୍ରି ସମୟରେ ଭୋଜନ ପରେ ନିୟମିତ ଭାବରେ ଦାନ୍ତ ସଫା ରଖନ୍ତୁ ଏବଂ ପ୍ରତିଦିନ ସ୍ନାନ କରି ଶରୀରକୁ ସଫାସୁତୁରା ରଖନ୍ତୁ, ଯାହା ଚର୍ମ ରୋଗ ବ୍ୟାପିବାରୁ ସମ୍ପୂର୍ଣ୍ଣ ରକ୍ଷା କରିବ। ସେହିପରି ଭାବରେ ଶରୀରର ମଙ୍ଗଳ ପାଇଁ କ୍ଷତିକାରକ ଜୀବନଶୈଳୀ ଏବଂ
ଅପକାରୀ ଅଭ୍ୟାସ ଗୁଡ଼ିକ ସବୁଦିନ ପାଇଁ ଆପଣଙ୍କୁ ପରିତ୍ୟାଗ କରିବାକୁ ପଡ଼ିବ, ଯେପରିକି ଧୂମପାନ, ଗୁଟକା ଏବଂ ମଦ୍ୟପାନ କର୍କଟ ଏବଂ ଯକୃତ ନଷ୍ଟର ମୁଖ୍ୟ କାରଣ। ଏହାକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରନ୍ତୁ। ବାହାରେ ମିଳୁଥିବା ଅତ୍ୟଧିକ ତେଲିଆ ଓ ପ୍ରୋସେସ୍ଡ ଜଙ୍କ ଫୁଡ୍ ଖାଇବା ନିହାତି ରୂପେ ଆପଣ ବନ୍ଦ କରନ୍ତୁ। ମନ୍ଦ ଅଭ୍ୟାସ ଯଥାସମ୍ଭବ ଆପଣ ପରିତ୍ୟାଗ କରନ୍ତୁ। 10ମ ନିୟମଟି ହେଲା କ୍ଷତିକାରକ ଅଭ୍ୟାସ ବର୍ଜନ କରିବା ଦ୍ୱାରା ଆପଣଙ୍କ ଶରୀର ଭଲ ରହିବ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଜରୁରୀ ଅଟେ। ଶେଷ ନିୟମଟି ହେଲା ଯେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ରୋଗ ବ୍ୟାପିବା ପୂର୍ବରୁ ତାହାର ସନ୍ଧାନ କରିବା ଅଧିକ ସହଜ। ବର୍ଷକୁ ଅତି କମରେ ଥରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ। ରକ୍ତଚାପ, ମଧୁମେହ ଏବଂ କୋଲେଷ୍ଟେରଲ ପରି ମୌଳିକ ପରୀକ୍ଷଣ ନିରନ୍ତର ସମୟ ବ୍ୟବଧାନରେ କରାଇବା ଉଚିତ। କୌଣସି ଶାରୀରିକ ସମସ୍ୟା ଦେଖାଦେଲେ ନିଜ ମନ ଇଚ୍ଛା ଔଷଧ ସେବନ ନ କରି ସର୍ବଦା ବିଶେଷଜ୍ଞ ଚିକିତ୍ସକଙ୍କ ସଠିକ୍ ମତାମତ ଗ୍ରହଣ କରନ୍ତୁ। କାହିଁକିନା ଆମେ ସମସ୍ତେ ଛୋଟ ଛୋଟ କିଛି ଅସୁବିଧା ହେଲେ ଆମେ ଡକ୍ଟରଙ୍କ ବିନା ପରାମର୍ଶରେ ଔଷଧ ଦୋକାନକୁ ଯାଇ ଔଷଧ ଗ୍ରହଣ କରିଥାଉ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଖରାପ ଅଟେ। ତା ସହିତ ସନ୍ତୁଳିତ ଆହାର ଥାଳି କିପରି ହେବା ଉଚିତ? ଦେଖନ୍ତୁ, ଏହି ଗ୍ରାଫରେ ଦେଖାଯାଇଛି ଯେ ଶାଗ ଓ ପନିପରିବା 50% ରହିବା ଦରକାର, ଅଧା ଥାଳି ରହିବା ଦରକାର। ଆପଣଙ୍କ ଖାଦ୍ୟରେ ଶସ୍ୟ ଜାତୀୟ ବା ହୋଲ୍ ଗ୍ରେନ୍ 25% ରହିବା ଦରକାର, ପ୍ରୋଟିନ୍ 20% ରହିବା ଦରକାର ଏବଂ ସ୍ନେହସାର ଜାତୀୟ ଖାଦ୍ୟ ବା ତେଲ ଏହା 5% ରହିବା ନିହାତି ଭାବେ ଆବଶ୍ୟକ ଅଟେ। ଏକ ଆଦର୍ଶ ଦିନଚର୍ଯ୍ୟା ପାଇଁ ଏଠାରେ ଗୋଟିଏ ସମୟ ସାରଣୀ ମଧ୍ୟ ଦେଖାଇ ଦିଆଯାଇଛି। ଦେଖନ୍ତୁ, ପ୍ରାତଃ 5ଟାରୁ 6ଟା ସମୟ ମଧ୍ୟରେ ଆପଣ ଶଯ୍ୟା ତ୍ୟାଗ କରନ୍ତୁ ଏବଂ ଅତି କମରେ 30 ମିନିଟ୍ ଯୋଗ କରନ୍ତୁ। ପ୍ରାତଃ 8ଟା 30 ମିନିଟ୍ ସମୟରେ ଏକ ପୁଷ୍ଟିକର ପ୍ରୋଟିନ୍ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ମଧ୍ୟାହ୍ନ ଭୋଜନ ସମୟରେ ଭାତ, ଡାଲି, ସବୁଜ ପନିପରିବା ଭଳି ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ ଏବଂ ରାତ୍ରି ସମୟରେ ହାଲୁକା ଓ ସୁପାଚ୍ୟ, ଯାହାକି ସହଜରେ ହଜମ କରିପାରୁଥିବା ସେହିଭଳି ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଶୀଘ୍ର ନିହାତି ଭାବରେ ଶୋଇବା ପାଇଁ ଯାଆନ୍ତୁ। ସୁସ୍ଥ ବନାମ ଅସୁସ୍ଥ ଜୀବନଶୈଳୀ। କିଭଳି ଭାବରେ ଆମେ ସୁସ୍ଥ ଜୀବନଶୈଳୀ କରିପାରିବା ଏବଂ ବର୍ତ୍ତମାନର ଯେଉଁ ଅସୁସ୍ଥ ଜୀବନଶୈଳୀ କିଭଳି ଭାବରେ ଚାଲୁଛି, ଏଠାରେ ଗୋଟିଏ ତାର ଟେବୁଲଟି ଅଛି। ଦେଖନ୍ତୁ ଯେ ଦୈନିକ ଆହାରରେ ସୁସ୍ଥ ଜୀବନଶୈଳୀ ପାଇଁ ଆପଣଙ୍କୁ ସତେଜ ଫଳ, ଶାଗ, ସବଜି, ଗୃହରେ ରନ୍ଧା ଖାଦ୍ୟ ନେବାକୁ ପଡ଼ିବ ଏବଂ ପ୍ରୋସେସ୍ଡ ଜଙ୍କ ଫୁଡ୍ ଏବଂ ଶୀତଳ ପାନୀୟକୁ ଆପଣଙ୍କୁ ବନ୍ଦ କରିବାକୁ ପଡ଼ିବ। ଶାରୀରିକ ସକ୍ରିୟତା ପାଇଁ ନିୟମିତ କସରତ, ଚାଲିବା, ଶାରୀରିକ ପରିଶ୍ରମ କରିବା ଜରୁରୀ ଅଟେ, କିନ୍ତୁ ଦୀର୍ଘ ସମୟ ଆଲସ୍ୟ ହୋଇ ବସି ରହିବା ଏହା ଆମ ଶରୀର ପାଇଁ ଅସୁସ୍ଥ କରିଥାଏ। ସେହିପରି ଭାବରେ ମାନସିକ ଅବସ୍ଥା ପାଇଁ ଧ୍ୟାନ କରନ୍ତୁ, ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରନ୍ତୁ। କିନ୍ତୁ ବର୍ତ୍ତମାନ ସମୟରେ ଆମେ ଅତ୍ୟଧିକ ଚିନ୍ତା, କ୍ରୋଧ ଓ ମାନସିକ ଚାପ ଭଳି ଅସୁସ୍ଥ ଜୀବନଶୈଳୀରେ ଆମ ଦିନଟି କଟୁଛି। ସେହିଭଳି ଭାବରେ ନିଦ୍ରାଭ୍ୟାସ ପାଇଁ ଦୈନିକ 7ରୁ 8 ଘଣ୍ଟା ଶାନ୍ତିପୂର୍ଣ୍ଣ ଭାବରେ ଶୁଅନ୍ତୁ। ବିଳମ୍ବିତ ରାତ୍ରି ଯାଏଁ ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତୁ ନାହିଁ। ତେବେ ବନ୍ଧୁଗଣ, ଆଜିଠାରୁ ହିଁ ନିଜ ଜୀବନଚର୍ଯ୍ୟାରେ ଏହି ସକାରାତ୍ମକ ପରିବର୍ତ୍ତନ ଆଣନ୍ତୁ। ନିରାମୟ ରୁହନ୍ତୁ, ସୁଖରେ ରୁହନ୍ତୁ। ଆଜିଠାରୁ ସୁସ୍ଥ ରହିବାର ସଂକଳ୍ପ ନିଅନ୍ତୁ ଏବଂ ନିଜ ପରିବାରକୁ ମଧ୍ୟ ସଚେତନ କରାନ୍ତୁ। ଧନ୍ୟବାଦ।